ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ବାବାଙ୍କୁ ମନେ ପକାଇ ବାବାଙ୍କର ନାମ ସ୍ମରଣ କରି ଆରମ୍ଭ କରିବା ଶ୍ରୀ ସାଇବାବାଙ୍କ ଏକାଦଶ ବାଣୀ। ଯଦି ଆପଣମାନେ ଶ୍ରୀ ସାଇବାବାଙ୍କର ସଚ୍ଚରିତ ପଢ଼ିବାକୁ ଚାହୁଁଛନ୍ତି ତାହେଲେ ସର୍ବପ୍ରଥମେ ଶ୍ରୀ ସାଇବାବାଙ୍କର ଏକାଦଶ ବାଣୀ ଆରମ୍ଭ କରିବେ। ତାପରେ ବାବାଙ୍କର 108 ନାମ ଜପ କରିବେ। ତାପରେ ଯାଇ ଶ୍ରଦ୍ଧା ଭକ୍ତି ସହିତ ବାବାଙ୍କର ଶ୍ରୀ ସାଇ ସଚ୍ଚରିତ ଆରମ୍ଭ କରିବେ। ଥରେ ଶ୍ରୀ ସାଇ ସଚ୍ଚରିତ ପଢ଼ିକି ଦେଖନ୍ତୁ। ବାବାଙ୍କର ତ କୌଣସି ନା କୌଣସି ଅନୁଭବ ନିଶ୍ଚୟ ପାଇବେ। ବାବା କୌଣସି ରୂପରେ ବି ଦର୍ଶନ ଦେବେ। ଚାଲନ୍ତୁ ଏବେ ଶୁଣିବା ସାଇ ବାବାଙ୍କର ଏକାଦଶ ବାଣୀ। ଶିରିଡ଼ି ମାଟିରେ ପାଦ ଦେବା ମାତ୍ରେ ଯେକୌଣସି ବ୍ୟକ୍ତିର ସମସ୍ତ ଦୁଃଖ ଓ କ୍ଲେଶର ଅବସାନ ଘଟିବ। ମନୁଷ୍ୟ ଯେତେ ଦିନହୀନ ହେଲେ ମଧ୍ୟ ମୋ ମସଜିଦର ପାହାଚକୁ ଉଠିବା ମାତ୍ରେ ତାର ମନ ଅଶେଷ ଆନନ୍ଦ ଓ ଉଲ୍ଲାସରେ ପରିପୂର୍ଣ୍ଣ ହୋଇଯିବ। ମୁଁ ଏହି ମୋର ଶରୀର ତ୍ୟାଗ କରିବା ପରେ ମଧ୍ୟ ସର୍ବଦା କ୍ରିୟାଶୀଳ ଓ ଶକ୍ତିମନ୍ତ ହୋଇ ରହିଥିବି। ମୋ ଭକ୍ତମାନେ ଯେତେବେଳେ ଚାହିଁବେ ସେତେବେଳେ ମୋ ସମାଧି କଥା କହିବ ଓ ସେମାନଙ୍କୁ ଆଶୀର୍ବାଦ ଦେବ। ସମାଧି ଭିତରୁ ମୁଁ ହିଁ କର୍ମକ୍ଷମ ଓ ଶକ୍ତିମନ୍ତ ହୋଇ ରହିବି। ମୋର ଅବଶିଷ୍ଟ ଉପଦେଶ ମୋ ସମାଧି ଭିତରୁ ହିଁ ପ୍ରକାଶ ପାଇବ। ଯେଉଁ ଲୋକମାନେ ମୋ ନିକଟକୁ ଆସି ନିଜକୁ ମୋଠାରେ ସମର୍ପଣ ପୂର୍ବକ ଶରଣାଗତ ହୁଅନ୍ତି ମୁଁ ସେମାନଙ୍କୁ ସହାୟତା ପ୍ରଦାନ ଓ ପଥ ପ୍ରଦର୍ଶକ ନିମିତ୍ତ ଚିତ୍ତ ଜାଗ୍ରତ ରହିବି। ତୁମେ ମୋ ଆଡ଼କୁ ଦୃଷ୍ଟିପାତ କଲେ ମୁଁ ତୁମ ପ୍ରତି ଦୃଷ୍ଟି ଦେବି। ତୁମେ ମୋ ଉପରେ ନିଜର ସମସ୍ତ ଭାର ଅର୍ପଣ କର, ମୁଁ ନିଶ୍ଚିତ ଭାବରେ ତାହା ବହନ କରିବି। ତୁମେ ଯେତେବେଳେ ମୋ ଉପଦେଶ ସାହାଯ୍ୟ ଆବଶ୍ୟକ କରିବ ସେତେବେଳେ ତାହା ସଙ୍ଗେ ସଙ୍ଗେ ପାଇପାରିବ। ମୋ ଭକ୍ତର ଗୃହରେ ଅନ୍ନ ବସ୍ତ୍ରର ଅଭାବ କେବେ ବି ଦେଖାଦେବ ନାହିଁ। କେବଳ ଯେ ଶିରିଡ଼ି ସମାଧି ମନ୍ଦିରରେ ତାହା ନୁହେଁ, ମାତ୍ର ଶିରିଡ଼ି ସାଇବାବାଙ୍କର ପ୍ରତ୍ୟେକ ମନ୍ଦିରରେ 4 ଥର ଆରତି କରାଯାଏ, ଯାହାକୁ କି କାକଡ଼ ଆଳତି କହନ୍ତି, ମଧ୍ୟାହ୍ନ ଆରତି କହନ୍ତି, ସନ୍ଧ୍ୟା ଆରତି, ତାପରେ ଶେଜ ଆରତି କୁହନ୍ତି। ଏହି ଆରତିଗୁଡ଼ିକ ମୁଖ୍ୟତଃ ମରାଠୀ ଭାଷାରେ ଲିଖିତ ଏବଂ ଏହାର କିଛି ଅଂଶ ସଂସ୍କୃତରେ ଲିଖିତ ଶ୍ଲୋକ ସବୁ ଅଟେ। ଓଡ଼ିଶାରେ ସାଇବାବାଙ୍କର ବହୁଳ ପ୍ରସାର ପରେ ଯଦିଓ ଭକ୍ତମାନେ ଏହି 4ଟି ଆରତି ନିର୍ଦ୍ଧାରିତ ପ୍ରଥା ଅନୁସାରେ ବୋଲନ୍ତି, ମାତ୍ର ବାସ୍ତବରେ କହିବାକୁ ଗଲେ ବହୁତ କମ୍ ଲୋକ ଏହାର ଠିକ୍ ଅର୍ଥ ବୁଝି ପାରିଥାନ୍ତି। ଅର୍ଥ ନ ବୁଝି ଆରତିଗୁଡ଼ିକ କେବଳ ଗୀତାନୁଗୀତିକ ପ୍ରଥାରେ ଗାଇବା ଦ୍ୱାରା ଭକ୍ତମାନଙ୍କର ଭାବ ଉଦ୍ବେଗ ହୁଏ ନାହିଁ ଏବଂ ଏହା ଏକ ଉପଚାର ମାତ୍ର। ତେଣୁ ବାବାଙ୍କ ଅନେକ ଭକ୍ତ ଆରତିଗୁଡ଼ିକର ଅର୍ଥ ନ ବୁଝିପାରି ଅନୁରୋଧ କଲେ ଏବଂ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ଆରତି ସବୁ ତାପରେ ଲେଖା ହେଲା। ଓଡ଼ିଆରେ ଅନୁଦିତ ଆରତିଟିକୁ ମରାଠୀ ଆରତି ଭଳି ପଦ୍ୟାକାରରେ ଆବଶ୍ୟକ ସ୍ଥଳେ ଯତିପାତ ପକାଇ ଛନ୍ଦ ମଧ୍ୟ କରାଯାଇଛି। ଏହି ଅନୁବାଦରେ କେବଳ ଭାଷା ନୁହେଁ, ସବୁ ପ୍ରକାର ଲୋକ ସବୁ ଭାଷାରେ ବାବାଙ୍କର ଏକାଦଶ ବାଣୀ, ବାବାଙ୍କର ଆରତି ସବୁ ପଢ଼ିପାରିବେ। ସେଥିପାଇଁ ସମସ୍ତଙ୍କ ପ୍ରତି ସହଜ ସୁବିଧା ହେଲା। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସେୟାର କରନ୍ତୁ, ସବସ୍କ୍ରାଇବକୁ ଟଚ୍ କରି ବେଲ୍ ଆଇକନକୁ ଟଚ୍ କରନ୍ତୁ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।